ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଠକାମିର ସଂସ୍ଥା ବଢ଼ି ଚାଲିଛି। କିଛି ଦିନ ପୂର୍ବରେ ଯେମିତି ସୌଭାଗ୍ୟନଗରରେ ଗୋଟେ ଏସ୍ପି ଟ୍ୟୁଟୋରିଆଲ୍ସର ଗୋଟେ ସଂସ୍ଥା ଥିଲା, ଏସ୍ପି ଆସୋସିଏଟ୍ର, ଯେମିତି ପାଖାପାଖି 80ରୁ 100 ଜଣ ପିଲାଙ୍କ ଠାରୁ 12,000 ଲେଖା କହି ଠକାମିର ଶିକାର ହେଇଥିଲେ। ଏ ବିଷୟରେ ବି ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ମଧ୍ୟ ଆସିଥିଲା ଓ ଆଉ ମଧ୍ୟ ବି କାର୍ଯ୍ୟକାରୀ ହେଇକରି ସେଥିମଧ୍ୟରୁ 3 ଜଣଙ୍କୁ ବି ଜେଲ୍ ଫରୱାର୍ଡ କରାଯାଇଥିଲା, ଯୋଉଟା କି ପାଖାପାଖି 6 ମାସରୁ ଉର୍ଦ୍ଧ୍ୱ ରହିକି ସେମାନେ ବି ଏବେ ସଜା ପାଇକିରି ଫେରିଛନ୍ତି। ଏବେ ଆଉ ଗୋଟେ ଏବେ ସଂସ୍ଥା ଏମିତି ଯୋଉଟା କି ଅନୁଗୁଳ ଟାଉନ ଥାନା ଅଧୀନରେ ବୁଲେଟ୍ ସୋରୁମର ପଛପାଟ ଗଳିରେ ଗୋଟେ ସଂସ୍ଥା ଅଛି ରାଜଧାନୀ ଏଣ୍ଟରପ୍ରାଇଜେସ୍। ଆପଣ ସିଧାସଳଖ ଦେଖିପାରୁଥିବେ ରାଜଧାନୀ ଏଣ୍ଟରପ୍ରାଇଜେସ୍ ଗୋଟେ ସଂସ୍ଥା ଯୋଉ ଆୟୁର୍ବେଦିକ ପ୍ରଡକ୍ଟ ବିଷୟରେ ବେପାର କରିବା ପାଇଁ ପାଖାପାଖି 50ରୁ 100 ପିଲା ପାଖାପାଖି 21,000 ଟଙ୍କା ଲେଖା ଜଣକା ଦେଇ ଏଠି ବେପାର କରିବା ପାଇଁ ଆଉ କାହାକୁ ଯଦି କମ୍ପ୍ୟୁଟର ସେଲ୍ସ ମାନେ ଆକାଉଣ୍ଟ ସେକ୍ସନ କାମ କରିବା ପାଇଁ କାହାକୁ ସେଲ୍ସମ୍ୟାନ୍ ତରିକାରେ ଏମିତି ବିଭିନ୍ନ ଆଳରେ ଚାକିରି ଦେବା ପାଇଁ 21,000 ଟଙ୍କା ଲେଖା ଯାହା ନେଇଛନ୍ତି ବୋଲି ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏଠି ଅଛନ୍ତି ଦେଖନ୍ତୁ, ଏବେ ଆସିଛନ୍ତି 10ରୁ 11 ଜଣ ଯୁବକ ଯୋଉମାନେ ଅଭିଯୋଗ କରୁଛନ୍ତି ଅନୁଗୁଳ ଟାଉନ ଥାନାରେ। ତାଙ୍କ ସାଙ୍ଗରେ ଆମେ କଥା ହେବା, ସେ କଣ ବିଶ୍ୱାସ ଦେଇକିରି ଏଇ ଫାର୍ମକୁ ଆସିଥିଲେ କାମ କରିବା ପାଇଁ, ଆଉ ସେ କାମ କରିକିରି କଣ କିଛି ଦିନ ରହିଲା ପରେ କଣ ସେମାନେ ଅଭିଯୋଗ କରୁଛନ୍ତି କହିବେ। ଆଜ୍ଞା କୋଉଠି ଆପଣ ନାଁ କୋଉଠି? ଆଜ୍ଞା ମୋ ନାଁ ହେଲା ମନୋଜ କୁମାର ନାୟକ। ମୋ ଘର ହେଲା ବାହାପୁର, ଡିଷ୍ଟ୍ରିକ୍ଟ ହେଲା ଢେଙ୍କାନାଳ। ମୁଁ ଏଇ ଅନୁଗୁଳ ଆସିଥିଲି କାମ କରିବା ପାଇଁ। ମତେ କହିଲେ କି ତମର କ୍ୱାଲିଫିକେସନ ପଚାରିଲେ, କ୍ୱାଲିଫିକେସନ ମୋ କ୍ୱାଲିଫିକେସନ କହିଲି। ମୋ କ୍ୱାଲିଫିକେସନ ପଚାରିଲା ପରେ ମତେ କହିଲେ ତମେ ଡକୁମେଣ୍ଟ ସେୟାର କର। ସେ ନମ୍ବର ପଠେଇଲେ, ମୁଁ ତାକୁ ସେଇ ନମ୍ବରରେ ଡକୁମେଣ୍ଟ ସେୟାର କଲି। ଡକୁମେଣ୍ଟ ସେୟାର କଲା ପରେ ମତେ କହିଲେ କି ତମର ହଉଛି କାମ ହଉଛି ବିଲିଂ ଡିପାର୍ଟମେଣ୍ଟ କାମ। ତାପରେ ମୁଁ କହିଲି ଆଚ୍ଛା ଠିକ ଅଛି, ଯଦି ବିଲିଂ ଡିପାର୍ଟମେଣ୍ଟ କାମ, ତାପରେ ବି ମୋର ବି ଜବ୍ ଗୋଟେ ଦରକାର ଥିଲା। କାହିଁକି ନା ମୋ ଘରର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ, ମୋ ବାପା ବି ନାହାନ୍ତି, ମୋ ବାପା ଏକ୍ସପାୟାର ହେଇଯାଇଥିବାରୁ ମୋର ପଇସା ବହୁତ ଜରୁରୀ ଥିଲା। ସେଇଥିଲାଗି ମୁଁ ଏଠିକି ଆସିଥିଲି କାମ କରିବା ପାଇଁ। ତାପରେ ଗୋଟେ କାମ କରିବା ଆସିଲା ପରେ ମତେ କହିଲେ ଗୋଟେ ମାସ ତମେ ଟ୍ରେନିଂ ନିଅ। ତାପରେ ମୁଁ ଗୋଟେ ମାସ ଟ୍ରେନିଂ ନେଲି। ମତେ ଟ୍ରେନିଂ ଯାହା ଶିଖେଇବା କଥା ଟ୍ରେନିଂ ଶିଖେଇଲେ। ତାପରେ ମୁଁ ଯେତେବେଳେ ପଇସା କଥା କହିଲି, ସେ ମତେ କହିଲେ ତମ କାମ କଥା କହିଲି ଯେ ମୁଁ ବିଲିଂ ଡିପାର୍ଟମେଣ୍ଟ କାମ, ମୁଁ କୋଉ ପ୍ରୋସେସରେ କାମ କରିବି। ଆଉ ମତେ ତ ତମେ କହିଥିଲ ବିଲିଂ କାମ କରିବା ପାଇଁ, ମତେ ବିଲିଂ କାମ ନ କହିକି ତମେ କଣ ଗୋଟେ ସୋଚ, ତାପରେ ପାୱାର ଅଫ ଟିମ୍ ୱାର୍କ, ତାପରେ ତାଙ୍କର ଏଜୁକେସନ ଯୋଉ ରହୁଛି ଆମ ତାଙ୍କର 10ଟା 11ଟା ଏଜୁକେସନ ରହୁଛି। ଯେମିତି ରହୁଛି ପାୱାର ଅଫ ଟିମ୍ ୱାର୍କ ରହୁଛି, ଗୋଟେ ରାଇଟ୍ ଷ୍ଟେପ୍ ଗୋଟେ ରହୁଛି, ତାପରେ ରହୁଛି ଆମର ଏସବିପି ଗୋଟେ ରହୁଛି, ତାପରେ ସାଇକୋଲୋଜି ରହୁଛି। ସାଇକୋଲୋଜି ମାନେ ମନୋବିଜ୍ଞାନ ଯେମିତି ଗୋଟେ ରହୁଛି। ତାପରେ ସୋଚକୁ କେମିତି ବଡ କରିବ, ସୋଚକୁ କେମିତି ଇଏ କରିବ, ସେମିତି କହିକି ସେ ଏଇ ଟାଇପର ଗୋଟେ କଣ ଦେଲେ, ଟ୍ରେନିଂ ଗୋଟେ ଦେଲେ। ଟ୍ରେନିଂ ଗୋଟେ ଦେଲେ, କହିଲେ ତମେ ମାସେ ହେଇସାରିଲା ପରେ ତାପରେ ତମର ଯୋଉ ବିଲିଂ ଡିପାର୍ଟମେଣ୍ଟ କାମ ରହୁଛି, ତମେ ବିଲିଂ ଡିପାର୍ଟମେଣ୍ଟ କାମ କରିବ। କେତେ ମାସ ହେଲା କାମ କଲେଣି? ମୁଁ ଏଠି ପାଖାପାଖି 7ରୁ 8 ମାସ, 7 ମାସ ଭଳିଆ କାମ କରିଛି। କିନ୍ତୁ ମୁଁ କମ୍ପାନୀ ଛାଡି ସାରିଲିଣି, 3-4 ମାସ ହେଲା କମ୍ପାନୀ ଛାଡି ସାରିଲିଣି। କଣ ଅଭିଯୋଗ କଣ ଆପଣ ଦେଇଛନ୍ତି? ଆକ୍ଚୁଆଲି ହଉଛି ଗୋଟେ ନେଟୱାର୍କ ମାର୍କେଟିଂ। ସେ ଜବ୍ ଆଶା ଦେଇକି ଡାକୁଛନ୍ତି, କିନ୍ତୁ ଆକ୍ଚୁଆଲି ସେ ଏଠି ଜବ୍ ଦଉନାହାନ୍ତି। ଆସିଲା ପରେ ମାଇଣ୍ଡକୁ ୱାଶ କରୁଛନ୍ତି, କହୁଛନ୍ତି ତମେ ଏତେ ଟଙ୍କା ଇନକମ୍ କରିପାରିବ, ଆଉ ତମେ ଗୋଟେ କି 2ଟା ପିଲା ଡାକ, ସେ ଗୋଟେ 2ଟା ପିଲା ଡାକିଲେ ତମକୁ ସେତେ ଟଙ୍କା ମିଳିବ। ତାପରେ ଯେତେବେଳେ ଗୋଟେ ମାସ ଆମର ପାସ୍ ହେଇଯାଉଛି, ତାପରେ ଆମେ କହୁଛୁ ଆମେ ଗୋଟେ 2ଟା ମାସ ଆସିଲୁ, ପଇସା ଦେଇପାରିବୁନି, କଣ କେମିତି କରିବୁ। ତାପରେ ଆମର ପଇସା ଦରକାର। ଆପଣ କିଛି ବି ପଇସା ଏପର୍ଯ୍ୟନ୍ତ ମୁଁ କୌଣସି ବି ପଇସା ପାଇନି। ଏତେ ମାସ ରହିଲି, ଟଙ୍କାଟେ ପାଇନି। ଯାହା ଶୁଣୁଥିଲେ କାମ କରୁଛନ୍ତି କିନ୍ତୁ ଫଳ ନାହିଁ। କାହିଁକି ନା ଯେତେବେଳେ 3 ମାସ 4 ମାସ 6 ମାସ ପର୍ଯ୍ୟନ୍ତ କାମ ଚାଲିଥାଏ, କାମ କରୁଛନ୍ତି, ବିଭିନ୍ନ ପିଲାମାନଙ୍କୁ ଏମିତି ଲୋଭ ଶକ୍ତି ଦଉଛନ୍ତି, ଯେହେତୁ ପିଲାମାନେ ପାଠ ପଢିଛନ୍ତି, ସେମାନଙ୍କର ପଇସା ନିହାତି ଦରକାର। କିଏ କୋଉ ଅବସ୍ଥାରେ ପଇସା ଆଣିକିରି ଏଠି ଦେଇଥିବ, ତାର 2 ପଇସା ରୋଜଗାର କଲେ ହିଁ ଘରକୁ ଦବ, ପଠେଇବ, କି ଘରର ନିଜର ଖର୍ଚ୍ଚ ଅଛି। ତ ସେମିତି ଏଇ ଯୋଉ ଟାଇପର ଲୋଭ ଶକ୍ତି ଦେଇ ଯୋଉ ପିଲାମାନଙ୍କୁ ଏଠି ହାରାସମେଣ୍ଟ କରିଛନ୍ତି, କାହିଁକି ନା ଗୋଟେ ଗୋଟେ ଗରିବ ଷ୍ଟାଣ୍ଡାର୍ଡ ଲୋକମାନେ ପିଲାମାନେ ପାଠ ପଢି ଯୋଉ କଷ୍ଟ ହଉଛନ୍ତି, କିଏ ଯଦି ଢେଙ୍କାନାଳରୁ ଆସିଛି, କିଏ କଟକରୁ ଆସିଛି, କିଏ ଅନୁଗୁଳ ସହରରୁ ବି ବିଭିନ୍ନ ଗାଁ ଗଣ୍ଡାରୁ ଆସିଛି, ତ ସିଏ ଚାହିଁଲେ କଣ ଟାଉନରେ ଆମ ଛୁଆ ପାଠ ପଢିଛି, କିଛି ଗୋଟେ ରୋଜଗାର କଲେ ତା ନିଜର ଭରଣ ପୋଷଣ କରିପାରିବ, ଏଥିପାଇଁ ସେମାନେ ପଇସା ଦେଇଥିଲେ। ଆଉ ଗୋଟେ ସାନ ଭାଇ ଅଛନ୍ତି ଯୋଉ କି ଜଣା ପଡୁଛି ସିଏ ବି ପଇସାର ଶିକାର ହେଇଛନ୍ତି। କଣ ଭାଇ ହେଇଛନ୍ତି? ସାର୍ ମତେ କହିକିନା ଡାକା ହେଲା ଯେ ଗୋଟେ ଜବ୍ ଅଛି, ତମେ ଡକୁମେଣ୍ଟ ପଠାନ୍ତୁ, ଅନୁଗୁଳ ସୁରଙ୍ଗ ଟାଉନ୍ ଗୋଟେ ଜବ୍ ଅଛି, ତମେ ଡାଟା ଏଣ୍ଟ୍ରି କରିବ, ବିଲିଂ ଫିଲିଂ କରିବ ସବୁ। ମୁଁ ସେଥିପାଇଁ ମୋ ସବୁ ଡକୁମେଣ୍ଟ ସେୟାର କଲି। ତାପରେ ତା ପରଦିନ ବାପାଙ୍କ ସହ ଏଠାକୁ ଆସିଲି। ଆସିଲା ବେଳେ ସାର୍ ଫାର୍ଙ୍କୁ ଭିତରକୁ ନେଲେ, ସବୁ ବୁଝେଇଲେ ଯେ କହିଲେ ତମେ ଏମିତି କାମ କରିବ, ଡାଟା ଏଣ୍ଟ୍ରି କାମ କରିବ। ଏଠି କ୍ୱାଲିଫିକେସନ ଗୋଟେ ଇଣ୍ଟରଭ୍ୟୁ ନେଲା, କହିଲେ କଣ ପଚାରିଲେ, କ୍ୱାଲିଫିକେସନ ତମର କଣ, ଗୋଟେ ଛୋଟ ଇଣ୍ଟରଭ୍ୟୁ ଗୋଟେ ନେଲା। ତାପରେ ନେଲା ପରେ କହିଲେ କହିଲେ ଏଇଟା ଡାଟା ଏଣ୍ଟ୍ରି କାମ ଅଛି, ତମେ ଯଦି ଭଲ ଲାଗିବ ତମେ କରିବ, ନ ଭଲ ଲାଗିଲେ ତମେ ପଳେଇବ। ତମେ ଗୋଟେ ଦିନ ରହିଲେ ତମର 1000 ଟଙ୍କା କାଟା ହବ, କି ତମେ ମାସ ରହିଲେ ବି ତମର 1000 ଟଙ୍କା କାଟା ହବ। ଆଉ ମୁଁ ସେଇଥିପାଇଁ 21,000 ଟଙ୍କା ଦେଇଥିଲି। 21,000 ଟଙ୍କା ଦେଇଥିଲି। ତାପରେ ମୋତେ କାମ ଭଲ ଲାଗିଲାନି, ମୁଁ ଜାଣିଥିଲି ଯେ ଚେନ୍ ସିଷ୍ଟମ ବୋଲି,
ପିଲାଙ୍କୁ ଡାକିନା ଆଣି ଠକୁଛନ୍ତି। ତାପରେ ମୁଁ 15 ଦିନ ରହିଲା ପରେ ମୁଁ ପଳେଇଥିଲି। ତାପରେ 4 ମାସ ହେଲା ମୁଁ ଘରକୁ ଆସିଲିଣି, ଏତେ ମୋ ରିଫଣ୍ଡ ହେଇନି ପଇସା। ତାପରେ ମୁଁ 21,000 ଟଙ୍କା ଦେଇଥିଲି, ରିଫଣ୍ଡ ହେଇନି। ଏ ବିଷୟରେ ଥାନାରେ ଅଭିଯୋଗ କରୁଛନ୍ତି। ହଁ, ଥାନାରେ ଆଜି ଅଭିଯୋଗ କରାଯାଇଛି। ଯାହା ଶୁଣୁଥିଲେ ମାନେ ଇଏ ହଉଛି ଗୋଟେ ଏମିତି ଫ୍ରଡ୍ ସଂସ୍ଥା, ଯିଏ ରହୁ ଯେତିକି ଦିନ ରହୁ, କିଏ 4 ଦିନ ରହୁ କି 8 ଦିନ ରହୁ, ତାଙ୍କର ଯୋଉ 20,000 21,000 ଟଙ୍କା ଲେଖା ରଖୁଛନ୍ତି, ଇଏ ହଉଛି ଗୋଟେ ପିଲାମାନେ ଗରିବ ଲୋକ ଧରଣର ଲୋକମାନଙ୍କ ଠାରୁ ପଇସା ନେବାର ଗୋଟେ ଶୋଷଣ ବାଟ ଇଏ କରିଛନ୍ତି। ଦେଖାଯାଉ ଅନୁଗୁଳ ଜିଲ୍ଲା ଟାଉନ ଥାନାରେ ଏଇ ଅଭିଯୋଗ ବି ମଧ୍ୟ ହେଇଛି। ଏହା ଉପରେ କେତେ କାର୍ଯ୍ୟାନୁଷ୍ଠାନ ବାକି ରହିଛି, ଏଇଟା ଅନୁଗୁଳର ଯୋଉ ଜିଲ୍ଲାରୁ ଯୋଉମାନେ କାମ କରିବାକୁ ଆସୁଛନ୍ତି, ଢେଙ୍କାନାଳ ଜିଲ୍ଲାରୁ ବି କାମ କରିବାକୁ ଆସୁଛନ୍ତି, କଟକରୁ ବି ଆସୁଛନ୍ତି, ଜିଲ୍ଲା ପ୍ରଶାସନ ଆ ଉପରେ କଣ ପଦକ୍ଷେପ ନେଉଛି, ଅନୁଗୁଳ ସହରବାସୀ ମାନେ ଅପେକ୍ଷା କରି ରହିଛନ୍ତି। ଅନୁଗୁଳ ଉମାକାନ୍ତ ସାହୁଙ୍କ ରିପୋର୍ଟ, ଫୋକସ୍।